ମାର୍କେଟରେ ପୁଷ୍ପା ଭାଇର ରାଜ 12 ଦିନରେ 1400 କୋଟି ଆୟ। ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ରିଲିଜ୍ ହେବାର 12 ଦିନ ବିତିଗଲାଣି, କିନ୍ତୁ ପୁଷ୍ପା ଭାଇଙ୍କୁ ନେଇ ପ୍ରଥମ ଦିନରେ ଯେଉଁ ଚର୍ଚ୍ଚା ହୋଇଥିଲା ତାହା ଏବେ ବି ରହିଛି। ପୁଷ୍ପା ଓ ତା ମଣ୍ଡଳୀ ଏପରି ଝଡ଼ ସୃଷ୍ଟି କରିଛନ୍ତି ଯେ ସେହି ଝଡ଼ ମାଡ଼ରେ ଗୋଟିଏ ପରେ ଗୋଟିଏ ଦୁର୍ଗ ଭୁଷୁଡ଼ିବାରେ ଲାଗିଛି। ଏବେ ଅଲ୍ଲୁ ଅର୍ଜୁନଙ୍କ ଆଗରେ ଏବେ ଦୁଇଟି ବଡ଼ ସିନେମା ରହିଛି, ଯାହାର ରେକର୍ଡକୁ ତାଙ୍କୁ ଭାଙ୍ଗିବାକୁ ପଡ଼ିବ। ପ୍ରଥମଟି ପ୍ରଭାସଙ୍କ ବାହୁବଳୀ 2 ଏବଂ ଦ୍ୱିତୀୟ ଅମିର ଖାନଙ୍କ ଦଙ୍ଗଲ। ଅଲ୍ଲୁ ଅର୍ଜୁନ ଦ୍ୱିତୀୟ ସୋମବାର ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ଦୁଇଟି ରେକର୍ଡ ଭାଙ୍ଗିବା ପାଇଁ ଫିଲ୍ମକୁ କେତେ ଆୟ କରିବାକୁ ପଡ଼ିବ ତାହା ଜାଣିବା ପୂର୍ବରୁ ପ୍ରଥମେ ଜାଣନ୍ତୁ ଦ୍ୱାଦଶ ଦିନର କଲେକ୍ସନ। ଦ୍ୱାଦଶ ଦିନରେ ପୁଷ୍ପା 2 କେତେ ରୋଜଗାର କରିଥିଲା? ସେକ୍ ନିଲ୍ସ ରିପୋର୍ଟ ଅନୁଯାୟୀ ପୁଷ୍ପା 2 ଦ୍ୱାଦଶ ଦିନରେ ଭାରତରୁ ମୋଟ 27.75 କୋଟି ଟଙ୍କାର ବ୍ୟବସାୟ କରିଛି। ସେଥିମଧ୍ୟରୁ ହିନ୍ଦୀରେ 21 କୋଟି, ତେଲୁଗୁରେ 5.45 କୋଟି ଏବଂ ତାମିଲରେ 1 କୋଟି ଆଦାୟ ହୋଇଛି। କନ୍ନଡ଼ ଓ ମାଲାୟାଲମରେ 0.15 କୋଟି ଟଙ୍କା ଓ ମାଲାୟାଲମରେ 0.15 କୋଟି ଟଙ୍କା ଆୟ ହୋଇଛି। ଏହା ହେଉଛି ଭାରତରେ ପୁଷ୍ପାର ଶୁଦ୍ଧ କାରବାର। ଏହାକୁ ମିଶାଇ ପୁଷ୍ପା 2 12 ଦିନରେ ଭାରତରୁ ମୋଟ 929.85 କୋଟି ଆୟ କରିଛି। ଏହା ସହ ଫିଲ୍ମ ମଧ୍ୟ 1000 କୋଟି ଛୁଇଁବାକୁ ଯାଉଛି। ଭାରତରେ କେଉଁ ଭାଷାରୁ କେତେ ଆୟ? ହିନ୍ଦୀରୁ 573.1 କୋଟି, ତେଲୁଗୁ 287.05 କୋଟି, ତାମିଲ 49.4 କୋଟି, କନ୍ନଡ଼ 6.7 କୋଟି, ମାଲାୟାଲମ 13.6 କୋଟି, ମୋଟ 929.85 କୋଟି। ପୁଷ୍ପା 2ର ପରବର୍ତ୍ତୀ ଟାର୍ଗେଟ କିଏ? ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା 2 12 ଦିନରେ ଯବାନ ଓ KGF 2 ଭଳି ବଡ଼ ବଡ଼ ଫିଲ୍ମର ରେକର୍ଡ ଭାଙ୍ଗିଛି। ଏବେ ସେହି ଦୁଇଟି ସିନେମାର ପାଳି ଆସିଛି, ଯାହା ଉପରେ ପୁଷ୍ପା 2ର ନଜର ରହିଛି। ତେଣୁ ଫିଲ୍ମଟି ଏହି ସଫଳତାକୁ ଅତି ସହଜରେ ଅତିକ୍ରମ କରିବ ବୋଲି ନିର୍ମାତା ଆଶା ରଖିଛନ୍ତି। ଭାରତୀୟ ସିନେମାର ସର୍ବାଧିକ ରୋଜଗାର କରୁଥିବା ଫିଲ୍ମ ହେବାକୁ ହେଲେ ପୁଷ୍ପା 2କୁ 2070 କୋଟିରୁ ଅଧିକ ଟଙ୍କା ରୋଜଗାର କରିବାକୁ ପଡ଼ିବ। ବାସ୍ତବରେ ଏହା ହେଉଛି ଅମିର ଖାନଙ୍କ ଦଙ୍ଗଲର ସର୍ବକାଳୀନ ସଂଗ୍ରହ, କିନ୍ତୁ ଏହା ପୂର୍ବରୁ ବାହୁବଳୀ 2କୁ ପଛରେ ପକାଇବାକୁ ପଡ଼ିବ। ଚଳଚ୍ଚିତ୍ରଟି ମୋଟ 1788.6 କୋଟି ଆୟ କରିଥିଲା। ପୁଷ୍ପା 2 ବିଶ୍ୱବ୍ୟାପୀ 1409 କୋଟି ଟଙ୍କା ଆୟ କରିଛି। ଏବେ ଏହାର ପରବର୍ତ୍ତୀ ଟାର୍ଗେଟ ହେଉଛି ଦଙ୍ଗଲ ଓ ବାହୁବଳୀ 2।